एड्स एड्स ହେଉଛି ଏକ ଅବସ୍ଥା ଯାହା ପାଇଁ କୌଣସି ନିରାକରଣ କିମ୍ବା ମେଡିସିନ ବାହାରି ନାହିଁ, ଯେଉଁଥିପାଇଁ ଏଡ୍ସ ଆମ ପୃଥିବୀରେ ରହି ତା'ର କାଳ ବିସ୍ତାର କରିବାରେ ଲାଗି ପଡ଼ିଛି, ଯେଉଁଥିରେ ଆମ ଯୁବଗୋଷ୍ଠୀ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି। ସେହି ମହାମାରୀ ଏଡ୍ସ ପାଇଁ ମୁଁ ଏକ କବିତା ପ୍ରସ୍ତୁତ କରିଛି। ସେହି କବିତାଟି ହେଉଛି, ଏଡ୍ସ ହେଉଛି ରାକ୍ଷସଟିଏ, ପୃଥିବୀକୁ ଧ୍ୱଂସ କରେଇ ଦିଏ। HIV ପରି ଭୂତାଣୁ ଦ୍ୱାରା ସଂକ୍ରମିତ ହୁଏ ଶରୀର ସାରା। ରକ୍ତ ଶୁକ୍ର ଯୌନ ସମ୍ପର୍କ ଦ୍ୱାରା ଏଡ୍ସ ଆଣିଦିଏ ମୃତ୍ୟୁ ପରା। ଏଡ୍ସ ରୋଗ ପାଇଁ ତୃତୀୟ ସ୍ଥାନେ ଭାରତ ରହିଛି ବହୁ କଷ୍ଟରେ। ନାରୀ ନୁହେଁ ଏକା ପୁରୁଷ ପୁଣି, ଦୁହିଁଙ୍କ ଜୀବନ ଏଡ୍ସ ନେଉଛି କିଣି। ସେଥିପାଇଁ ଲୋକେ ସତର୍କ ହୁଅ, ଏଡ୍ସ ରୋଗଠାରୁ ଦୂରେଇ ରୁହ। ତାହେଲେ ବନିବ ନୂଆ ଭାରତ, ଏଡ୍ସ ମୁକ୍ତ ହେବ ସାରା ଭାରତ।